ଯେ କୌଣସି ଦଳ ଚାଟୁକାର ଏବଂ ବଚସ୍କର ମାନଙ୍କୁ ନେଇକି ବଢ଼ିପାରିବ ନାହିଁ। ଚାଟୁକାରିତା ବଚସ୍କାରିତା ଇଏ ଗୋଟେ ଦଳର ଅଗ୍ରଗତି କ୍ଷେତ୍ରରେ ଅଭିବୃଦ୍ଧି କ୍ଷେତ୍ରରେ ସବୁଠୁ ବଡ଼ ବିପଦ। ଦେଖନ୍ତୁ ଏଇଟା ହେଉଛି କଂଗ୍ରେସ ଦଳର ଆଭ୍ୟନ୍ତରୀଣ କଥା। ଆପଣ ଯାହା ମୋତେ ପଚାରିଲେ ଯେ ମୋତେ ଶୋକଜ ନୋଟିସ୍ ଦିଆହେଇଛି କି ନାହିଁ, ମୁଁ କହିବି ହଁ। ପାର୍ଟି ତରଫରୁ ମୋତେ ଗୋଟେ ଶୋକଜ ନୋଟିସ୍ ଦିଆହେଇଥିଲା, କାରଣ ଦର୍ଶାଅ ନୋଟିସ୍, ଏବଂ ସେଥିରେ ଥିଲା ଯେ ମୁଁ କାହିଁକି ମହାନଦୀ ବଚାଓ ଆନ୍ଦୋଳନକୁ ପାର୍ଟିରୁ ନିଲମ୍ବିତ ହୋଇଥିବା ନେତାମାନଙ୍କୁ କଟକରେ ଡାକିଥିଲି। ସେଇଟା ହେଉଛି ମୋର ଦୋଷ। ସେଇଥିପାଇଁ ଆପଣ ଭୁଲ କରିଛନ୍ତି ଆଉ ଆପଣ ରିପ୍ଲାଏ ଦିଅନ୍ତୁ। ମୁଁ 19 ତାରିଖରେ ଯେଉଁ ଡେଟ୍ ଥିଲା ତା ପୂର୍ବରୁ ରିପ୍ଲାଏ ଦେଇଛି ଏବଂ ସେଠି କହିଛି ଯେ ମୁଁ କିଛି ଭୁଲ କରିନି। ମୁଁ କଂଗ୍ରେସରେ ଯୋଗ ଦେବା ପୂର୍ବରୁ 2016 ମସିହାରୁ ମୁଁ ମହାନଦୀ ବଚାଓ ଆନ୍ଦୋଳନ କରିଆସୁଛି ଏବଂ 2018ରେ ଯେତେବେଳେ ମୁଁ କଂଗ୍ରେସ ଦଳରେ ଯୋଗ ଦେଲି ରାହୁଲ ଗାନ୍ଧୀଙ୍କ ପାଖରେ, ରାହୁଲ ଗାନ୍ଧୀଙ୍କ ସହିତ ଯେତେବେଳେ ମୋର ମିଟିଂ ହେଲା ସେଇଠି ମଧ୍ୟ ମୁଁ ମହାନଦୀ ପ୍ରସଙ୍ଗକୁ ଉଠାଇଥିଲି ଏବଂ କହିଥିଲି ମୁଁ ଆପଣଙ୍କର ଏବଂ ଦଳର ସହଯୋଗ ଲୋଡ଼ୁଛି ମହାନଦୀ ଜଳ ବିବାଦର ସମାଧାନ ପାଇଁ। ଏବଂ ସେଠି ସେ ଗୋଟେ ଆସ୍ଥିବାଚକ ସମ୍ମତି ପ୍ରଦାନ କରିଥିଲେ। ମୋତେ କହିଲା ୟେସ୍ ୱିଲ୍ ଟେକ୍ ଇଟ୍ ଅପ୍। ତାପରେ ଏଆଇସିସି ହେଡ଼କ୍ୱାର୍ଟରରେ ଗୋଟେ ସାମ୍ବାଦିକ ସମ୍ମିଳନୀ ହେଲା। ନ୍ୟାସନାଲ ପ୍ରେସ୍ ଆଗରେ ମୋ କଥା ରଖିଲି ଯେ ମୁଁ କଂଗ୍ରେସ ଦଳରେ ଆଜି ଯୋଗ ଦେଉଛି ଏବଂ ପ୍ରମୁଖ କାରଣ ହେଉଛି ମହାନଦୀ ସମାଧାନ। ମୋ ଉଦ୍ଦେଶ୍ୟ ସେୟା ଥିଲା କଂଗ୍ରେସରେ ମିଶିବାର କାରଣ। ତେଣୁ ମୁଁ ତାଙ୍କୁ ମୋ ରିପ୍ଲାଇରେ ଲେଖିଲି ଯେ ଏଇଟା ଆଗରୁ ମୁଁ ଏବଂ ଏଇ କଥାକୁ ନେଇକି ମୁଁ ପାର୍ଟିରେ ମିଶିଥିଲି। ଆଉ ଏଇଟା ଗୋଟେ ମୋର ନୁହଁ, କେବଳ ବିଭିନ୍ନ ରାଜନୈତିକ ଦଳ ଲୋକମାନେ ଏଥିରେ ସାମିଲ ହୋଇଛନ୍ତି। ବିଶ୍ୱଠୁ ଆରମ୍ଭ କରିକି ବିଜେଡିର ସମସ୍ତ ବଡ଼ ବଡ଼ ନେତା, କଂଗ୍ରେସର ତତ୍କାଳୀନ ନିରଞ୍ଜନ ପଟ୍ଟନାୟକଠୁ ଆରମ୍ଭ କରିକି ସବୁ ନେତା ଏବଂ ବାମପନ୍ଥୀ ନେତା, ଏମାନେ ସମସ୍ତେ ଏଥିରେ ସାମିଲ ହୋଇଛନ୍ତି। ଏଇଟା ହେଉଛି ଗୋଟେ ଲୋକଙ୍କ ମଞ୍ଚ। ଯେଉଁମାନେ ମହାନଦୀ ପାଇଁ ଚିନ୍ତିତ ସେମାନଙ୍କର ମଞ୍ଚ ହେଉଛି ମହାନଦୀ ବଚାଓ ଆନ୍ଦୋଳନ। Where ancient wisdom meets modern innovation, 100% internships, industry integrated curriculum, 72% placements. Shri Shri University, best of the East and the West and best for your future. ଦେଖନ୍ତୁ, ଆମ ଦଳ କଂଗ୍ରେସ ଦଳ ଗୋଟେ ଚିନ୍ତନ ଶିବିର କରିଥିଲା ଜୟପୁରରେ ଏବଂ ସେ ଚିନ୍ତନ ଶିବିରରେ ଗୋଟେ ନିଷ୍ପତ୍ତି ହେଇଥିଲା, ପଲିସି ଡିସିସନ୍ ହେଇଥିଲା ଯେ ଯେଉଁ ଜନ ଆନ୍ଦୋଳନ ସବୁ ହେଉଛି ବିଭିନ୍ନ ଜାଗାରେ, ରାଜ୍ୟରେ, ଜିଲ୍ଲା ସ୍ତରରେ, ସ୍ଥାନୀୟ ସ୍ତରରେ, ଏ ଜନ ଆନ୍ଦୋଳନ ଗୁଡ଼ିକ ସହିତ କଂଗ୍ରେସ ଦଳ ଏବଂ ତାର ନେତୃତ୍ୱ ସମ୍ପୃକ୍ତ ହେବା ଉଚିତ ଏବଂ ଲୋକଙ୍କ ସମସ୍ୟାଟାକୁ ଉଠାଇବା ଦରକାର। ଏଇଟା ପଲିସି ଡିସିସନ୍। ତେଣୁ ଯେତେବେଳେ ଜନ ଆନ୍ଦୋଳନ ଗୋଟେ ରୂପରେଖ ହେଉଛି ମହାନଦୀ ବଚାଓ ଆନ୍ଦୋଳନ, ଏଠି ସବୁ ଲୋକଙ୍କୁ ଡକାଯିବ। ଆଉ ମହମ୍ମଦ ମୁକିମ ଏବଂ ତାଙ୍କ ଟିମ୍ ଲୋକମାନେ ଆସିଗଲେ ବୋଲି ମୋତେ ଆପଣ ସକୋଜ ନୋଟିସ୍ ଦେବେ, ଏଇଟା ଗ୍ରହଣୀୟ ନୁହଁ, ଏଇଟା ମୋତେ ଆଘାତ ଦେଇଛି ବୋଲି ମୋ ରିପ୍ଲାଏରେ ଲେଖିଲି। ତାପରେ କିନ୍ତୁ ପୁଣି ମୋତେ କହିଲେ ଯେ ଆପଣ ଭୁଲ ମାଗନ୍ତୁ। ମୁଁ କହିବାକୁ ଚାହେଁ ଯେ ଭୁଲ ମାଗିବାର ପ୍ରଶ୍ନ ନାହିଁ, କାହିଁକି ମୁଁ କିଛି ଭୁଲ କରିନାହିଁ। ଦଳର ଯେଉଁ ପଲିସି ଅଛି ତାକୁ ଯଦି ନେତୃତ୍ୱ ନ ବୁଝିବ ସେଥିପାଇଁ ମୁଁ ଦାୟୀ ନୁହଁ। ଆଉ ଗୋଟେ ସ୍ପଷ୍ଟ କଥା ମୁଁ କହିବାକୁ ମଧ୍ୟ ଚାହେଁ ଯେ କୌଣସି ଦଳ ଚାଟୁକାର ଏବଂ ବଚସ୍କରମାନଙ୍କୁ ନେଇକି ବଢ଼ିପାରିବ ନାହିଁ। ଚାଟୁକାରିତା ବଚସ୍କାରିତା ଇଏ ଗୋଟେ ଦଳର ଅଗ୍ରଗତି କ୍ଷେତ୍ରରେ ଅଭିବୃଦ୍ଧି କ୍ଷେତ୍ରରେ ସବୁଠୁ ବଡ଼ ବିପଦ। ମୋତେ ସେୟା ଲାଗୁଛି। ମୁଁ ଏବେ ରିସେଣ୍ଟଲି ଦେଖୁଛି ଅମିୟ ପାଣ୍ଡବକୁ, ଅଣ୍ଡିମ ପାଣ୍ଡବ ସେ ଛାଡ଼ିଲେ ପାର୍ଟି,
ଆଜି ଦେଖିଲି ପ୍ରଶାନ୍ତ ଶତପଥୀ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ଅଭିବକ୍ତା ଆମ ଦଳର ସୁନ୍ଦର ଉପସ୍ଥାପନ କରନ୍ତି ଦଳର କଥାକୁ ଆଦର୍ଶକୁ ନୀତିକୁ ସେ ମଧ୍ୟ ପାର୍ଟି ଛାଡ଼ିଲେ ଏବଂ ନିକଟ ଅତୀତରେ ଅନେକ ଲୋକ ଯେଉଁମାନେ କି ପାର୍ଟି ସହିତ ଆଉ ସମ୍ପୃକ୍ତ ହେଇକି ରହିନାହାନ୍ତି ନ ଛାଡ଼ି ପାରନ୍ତି କିନ୍ତୁ ରହିନାହାନ୍ତି ସେଇଟା ଗୋଟେ ବହୁତ ବଡ଼ ସମସ୍ୟା ଆମ ଦଳ ପାଇଁ ମୁଁ ଆଶା ରଖିବି ଯେଉଁ ଯୌଥ ନେତୃତ୍ୱ ଜଣେ ମୁଁ ଆଇ ଏମ୍ ଦି ଷ୍ଟେଟ୍ ଆଇ ଏମ୍ ଦି କିଙ୍ଗ এই ପଲିସି କଲେ ଚାଲିବନି ପାର୍ଟି ଚାଲେନି ଏବଂ ଯଦି ଆପଣ ଦେଖିବେ କଂଗ୍ରେସ ଦଳର ଇତିହାସକୁ ଦେଖିବେ ମୁଁ ଲେଖିଛି ମୋ ଉତ୍ତର ଲେଖିଛି ମଧ୍ୟ ଏମିତି ସମୟ ହେଇଛି ଯେଉଁଠି ମହାତ୍ମା ଗାନ୍ଧୀ ସୁଭାଷ ବୋଷଙ୍କ ଭିତରେ ମଧ୍ୟ ମତାନ୍ତର ହେଇଛି କିନ୍ତୁ ଦଳ ତାଙ୍କୁ ଆକୋମୋଡେଟ୍ କରିଛି ସାଙ୍ଗରେ ନେଇକି ଚାଲିଛି ଲାର୍ଜର ଇଣ୍ଟରେଷ୍ଟ ପାଇଁ ଆଜି ଦିନରେ ଭାରତବର୍ଷ ରାଜନୀତି କହନ୍ତୁ ଓଡ଼ିଶା ରାଜନୀତି କହନ୍ତୁ ଏ ରାଜନୀତିରେ ଯେଉଁ ବିପଦ ଗୁଡ଼ିକ ଆମ ସାମ୍ନାକୁ ଆସୁଛି ତାକୁ ପ୍ରତିହତ କରିବାକୁ ହେଲେ ଆମକୁ ଗୋଟେ ବ୍ୟାପକ ଗୋଟେ ମଞ୍ଚ ବା ବ୍ୟାପକତା ନେଇକି ଆମକୁ ଲଢ଼ିବାକୁ ପଡ଼ିବ ଆମକୁ ନିର୍ଦ୍ଧାରଣ କରିବାକୁ ପଡ଼ିବ ଯେ ଆମର ଶତ୍ରୁ କିଏ ଆପଣ ଯଦି ଏଭଳିଆ ଚିଠି ଲେଖିବେ ତାହେଲେ ଆପଣ ତ ରିପ୍ଲାଏ ଦେବେ ମୁଁ ରିଗ୍ରେଟ୍ କରିବି ନାହିଁ ଆପଣଙ୍କ ବିରୁଦ୍ଧରେ ଦଳ କାର୍ଯ୍ୟାନୁଷ୍ଠାନ ନେବ ଦଳ ବହୁତ ବହିଷ୍କାର କରିପାରେ ବା ନିଲମ୍ବନ କରିବ ଯଦି ତାହେଲେ ଆପଣ ପୁଣି କ'ଣ କରିବେ ଦେଖନ୍ତୁ ପିଲାଟି ଦିନରୁ ମୁଁ ରାଜନୀତି କରିକି ଆସିଛି ରେଭେନ୍ସା କଲେଜରେ ଛାତ୍ର ସଂସଦକୁ 3 ଥର ନିର୍ବାଚିତ ହେଇଛି ବାଣୀ ବିହାରରେ 2 ଥର ନିର୍ବାଚିତ ହେଇଛି SFIର ଷ୍ଟେଟ୍ ପ୍ରେସିଡେଣ୍ଟ ହେଇଛି ଏବଂ ଲଗାତାର ଭାବରେ ମୁଁ ରାଜନୀତିରେ ଅଛି ଦଳୀୟ ରାଜନୀତିକୁ ଆସିପାରେ ମୁଁ କଂଗ୍ରେସକୁ ଆସିପାରେ 2018 ମସିହାରେ କିନ୍ତୁ ରାଜନୀତିକୁ ମୁଁ ଛାଡ଼ିବିନି ରାଜନୀତିରେ ମୁଁ ରହିବି ଏବଂ ଯେଉଁ ରାଜନୀତି ଆଜି ଦିନ ପାଇଁ ବା ଭବିଷ୍ୟତ ପାଇଁ ଓଡ଼ିଶା ପାଇଁ ଦରକାର ଭାରତବର୍ଷ ପାଇଁ ଦରକାର ସେଇ ରାଜନୀତି ମୁଁ କରିବି ମୋତେ ମୋ ରାଜନୈତିକ ଇଚ୍ଛା ରାଜନୈତିକ ରାସ୍ତାରୁ ମୋତେ କେହି ହଟେଇ ପାରିବ ନାହିଁ ମୁଁ ବଚସ୍କର ହେବିନି ମୁଁ ଚାଟୁକାର ହେବିନି କିନ୍ତୁ ମୁଁ ରାଜନୀତି କରିବି এইটা ମୋର ନିଷ୍ପତ୍ତି এইটা ଜୀବନ ତମାମ ସେଇଟା କରିବି ଏବଂ ମହାନଦୀ ପ୍ରସଙ୍ଗରେ ମୋର ସଂକଳ୍ପ ହେଉଛି ମଲା ପର୍ଯ୍ୟନ୍ତ ମୁଁ ମହାନଦୀର ସ୍ୱାର୍ଥ ପାଇଁ ଓଡ଼ିଶାର ହକ୍ ପାଇଁ ମୁଁ ଲଢ଼େଇ କରିବି ଏବଂ ତା ସହିତ ଅନ୍ୟ ନଦୀମାନଙ୍କର ଯେଉଁ ଅବସ୍ଥା ସେ ନଦୀମାନଙ୍କର ଅବସ୍ଥାର ମାନେ ସୁରକ୍ଷା ପାଇଁ ଏବଂ ଆମ ରାଜ୍ୟର ଯେଉଁ ହିତ ପାଇଁ ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ମୋ ଲଢ଼େଇ ଜାରି ରହିବ ମୋତେ କେହି ସେଥିରୁ ବିଚ୍ୟୁତ କରିପାରିବ ନାହିଁ ମୁଁ ଲଢ଼େଇରୁ କେବେ ବିଚ୍ୟୁତ ହେବି ନାହିଁ Where ancient wisdom meets modern innovation, 100% internships, industry integrated curriculum, 72% placements. Sri Sri University, best of the East and the West, and best for your future.